ସକାଳୁ ଶାଶୁ ବୋଉଙ୍କର ଚାଲିଥିଲା ଚୁଲି ମୁଣ୍ଡେ କାମ। ପତିଦେବ ଆସି କହିଲେ ରାତିକୁ ମୋ ପାଇଁ ରୁଟି କରିବ, ପଖାଳ ଖାଇବା ଏଥର କରିବି କମ। ଭଜା ଭଜିରେ ବ୍ୟସ୍ତ ଥିଲା ବେଳେ ବୋଉ ଭାତ ବାଢୁଥିଲେ। କ୍ୟାମେରା ଅନ୍ ଥିବାର ଦେଖି ସେ ମୁହଁ ବୁଲେଇ ଦେଲେ। ଦୁଇ କଂସା ଭାତକୁ ଗୋଟେ ପ୍ଲେଟ ଆଳୁ ଭଜା ଆଉ ଗୋଟେ ପ୍ଲେଟରେ ହଉଥିଲା ପିଆଜ ପାଣି। ଖାଇବା ଶେଷକୁ ଥାଳି ତାଟିଆ ଚାଟି କଂସା ଖାଲି କରିଦେଲି ପିଇ ତୋରାଣି। ଦ୍ୱିପହରକୁ ବୋଉଙ୍କର ଦୁଇ ନାତି ଏକାଠି ବସି ଖାଉଥିଲେ। ଝିଆ ନାତିର ହାତ ଖଣ୍ଡିଆ ହେବା କାରଣରୁ ଆଈ ତାଙ୍କର ବସି ଖୁଆଇ ଦେଲେ। ମୋର ଖାଇବାରେ ଥିଲା ଭାତ ଡାଲି ଭେଣ୍ଡି ଭଜାକୁ ଚାରୁ ପାଣି। ସନ୍ଧ୍ୟା ବେଳକୁ ପତିଦେବ 30 ଟଙ୍କାରେ ଗୁପଚୁପ ଦେଲେ ଆଣି। ଆଣିଥିଲେ ବାପା ବି ବରା ଆଳୁଚପକୁ ଭୁବୁନି ତା ସାଙ୍ଗକୁ ହେଇଗଲା ଗୁପଚୁପ। ଟେଷ୍ଟରେ ବେଷ୍ଟ ଥିଲା ତେନ୍ତୁଳି ସୁପୁ ମାନେ ଖଟା ପାଣି। ଖାଇବା ସହିତ ପତିଦେବଙ୍କର ହିସାବକୁ ମନେ ଧ୍ୟାନ ଦେଇ ଶୁଣୁଥିଲି କି ଆଗରୁ ମିଳୁଥିଲା ଟଙ୍କାକର 4ଟା ମାନେ 10 ଟଙ୍କାର 40ଟା ଗୁପଚୁପ ଖାଇଲା ବେଳକୁ ପେଟ ହେଇଗଲାଣି ଫୁଲ। 10 ଟଙ୍କାରେ 5ଟା ହେଲା ବେଳକୁ 30 ଟଙ୍କାରେ ମାତ୍ର 15ଟା ଦଉଛି। ଆଣିକି ହେଇଗଲା ମୋର ବଡ ଭୁଲ। ବାବା ଡାକି ଡାକି ପୁଅ ଛାତ ଉପରକୁ ଯାଇଥିଲେ ମାଡି। ତ ଡିଜେ ବଜେଇକି ଶୁଣୁଛନ୍ତି। ଯେତେ ଡାକିଲେ କଣ ହବ, ରଡି ଛାଡିଲା ବେଳକୁ ପତିଦେବ ବାହାରେ ବୁଲୁଛନ୍ତି। ଅନ୍ଧାରେ ଦେଖା ଯାଉନାହିଁ ମୁହଁ। ଯାଇ ଦେଖିଲା ବେଳକୁ ଝାପ୍ସା ଦେଖାଗଲା ତାଙ୍କ ଦେହ। ରାତିରେ ଖାଇ ରୁଟି ସନ୍ତୁଳା। ଦେବଙ୍କୁ କହିଲି କାଲିଠୁ ରୁଟି କରିଦେବି, ରାଣ ରହିଲା।